ମାଡ଼ି ଆସିବ ପାଣି, ଭାସିବ ଗାଁ ଦାଣ୍ଡ। ପୁଣି ଆସୁଛି ଆଉ ଏକ ଲଘୁଚାପ। ରାଜ୍ୟରେ ଆହୁରି 5 ଦିନ ଯାଏ ବର୍ଷାର ସମ୍ଭାବନା। ଆଜି ପାଇଁ ରାଜ୍ୟର 21 ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ। ଉପକୂଳବର୍ତ୍ତୀ 9 ଜିଲ୍ଲାକୁ ଛାଡ଼ିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ରହିଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ 30ରୁ 40 କିମି ବେଗରେ ପବନ ବି ବହିପାରେ। ଆସନ୍ତାକାଲି ପାଇଁ ମଧ୍ୟ 21 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଉପକୂଳରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ 23 ତାରିଖରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏପଟେ ଘୁ ଘୁ ଗର୍ଜନ କରି ପାହାଡ଼ ଉପରୁ ମାଡ଼ି ଆସିଲାଣି ପାଣି। ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନରେ ପ୍ରବଳ ବର୍ଷା ଫଳରେ ପାହାଡ଼ ଉପରୁ ମାଡ଼ି ଆସୁଛି ପାଣି। ଗତକାଲି ହରିଶଙ୍କର ପାପନାଶିନୀ ଝରଣାରେ ଅପ୍ରତ୍ୟାଶିତ ଭାବରେ ପାଣି ମାଡ଼ି ଆସିଥିଲା। ତେବେ ପାହାଡ଼ ଉପରେ ପ୍ରବଳ ବର୍ଷା ଫଳରେ ପାଣି ଆସିଥିଲା। ଭୟଙ୍କର ଭାବରେ ପାଣି ମାଡ଼ି ଆସିବା ହେତୁ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ। ଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିଲା। ବ୍ୟୁରୋ ରିପୋର୍ଟ, ଏଟିଭି ଓଡ଼ିଶା ଲାଇଭ୍।